ବଞ୍ଚିଥିଲା ବେଳେ ବାପୁକୁ ଆଜ୍ଞା ଗୁଇଠାରେ ମାରୁଛନ୍ତି। ମରିଗଲା ପରେ ମୋ ବାପା କହିଛି ସ୍ୱର୍ଗଦ୍ୱାରରେ ତାକୁ ନବାକୁ। ମୋ ବାପା କହିଛି ସ୍ୱର୍ଗଦ୍ୱାର ଯିବ। ଏ ହଉଛି ନା ବୋଲେ ବଞ୍ଚିଥିଲା ବେଳେ ଉଠାଉଛି ଠେଙ୍ଗା, ବଞ୍ଚିଥିଲା ବେଳେ ଉଠାଉଛି ଠେଙ୍ଗା, ମରିଗଲା ପରେ ଅସ୍ଥି ନେବେ ଗଙ୍ଗା, ମରିଗଲା ପରେ ଅସ୍ଥି ନେବେ ଗଙ୍ଗା, ପରେ ଅସ୍ଥି ନେଇଯିବେ ଗଙ୍ଗା, ମଲା ପରେ ଅସ୍ଥି ନେଇଯିବେ ଗଙ୍ଗା। ଆଜ୍ଞା ବଞ୍ଚି ଥାଉ ଥାଉ ଆଜ୍ଞା ଗୁଏ ପୁଅ ବାପ ମାକୁ ମାରୁଛି। ମଲା ପରେ ମୋ ବାପା ଭଲ ରସଗୋଲା ଖାଇତେ ଭଲ ପାଏ। ତା ପିଣ୍ଡି କତର ଦେଇ ଆସ। ସେ କାଳିଆ କୁକୁର ଖାଉଛି, କାଳିଆ କୁକୁର ଖାଉଛି। ଅନେକ ବାପା ପୁଅ ମାନେ ଯୋଗ୍ୟ ଅଛନ୍ତି, ଅନେକ ପୁଅ ମାନେ ଆଜ୍ଞା ଭଲ, କିନ୍ତୁ ଅନେକ ପୁଅ ଆଜି ଖରାପ ହେଇଯାଇଛନ୍ତି। ମୋ ଭଳିଆ ପୁଅ ଦୁନିଆ ନା, ମୋ ଭଳିଆ ପୁଅ ଦୁନିଆ ନା। ପିତା ମାତା ଠାରୁ ବଡ ଦେବତା ସେ ଘର ଘରାଇ ଆଶିଷ ସହାୟ ବାପା ମା ଠାରୁ ବଡ ଦେବତା ଏ ଦୁନିଆରେ କିଛି ନାହିଁ। ଯିଏ ବାପା ମାଙ୍କୁ ଶତ୍ରୁତା କରେ ସେ ପୁଅ ହିସାବରେ ଗଣିତ ନୁହେଁ। ବିଷ୍ଣୁ ଶର୍ମା କହିଲେ ଗୁଣୀ ଗଣନା ରମ୍ଭେ ନ କୋଟି ନିକଟି ନିଶନ ମହାଦସ୍ୟ ଜନାମ୍ବା ଯଦି ବଦିନି ଗଞ୍ଜାତି ଦୃଶ୍ୟ ହବତି। ଯଦି ଆପଣଙ୍କ ଦୟାନିଧିପୁରରେ ସାର୍ ମାନେ ଗୋଟେ ବସିବେ, ଗୋଟେ ମିଟିଂ କରିବେ ଆଉ ଦୟାନିଧିପୁରର କୋଉମାନେ ସବୁ ଭଲ ଛୁଆ କୋଉମାନେ ସବୁ ଖରାପ ଛୁଆ ଲିଷ୍ଟ ହବ। ଯୋଉମାନେ ଭଲ ଛୁଆ ତାଙ୍କର ଗୋଟେ ଲିଷ୍ଟ ହେଇକିରି ସେ ଛକର ମରାଯିବ। ରାତିରେ ସବୁ ହିସାବ ହେଲା, 10 ଜଣ ଲୋକ ବସିଲେ, ଜ୍ଞାନୀ ଗୁଣୀ ଲୋକ ବସିଲେ, ସବୁ ନାଁ ଗୁଡାକ ଲେଖିଲେ, ଭଲ ଲିଷ୍ଟ ଗୁଡାକ ସବୁ ଲିଷ୍ଟ କଲେ, ଛକରେ ମାରିଦେଇ ଆସିଲେ। ସକାଳୁ ସମସ୍ତେ ଲାଇନ ଲଗେଇବେ, ମୋ ନାଁ ଅଛି କି ନାହିଁ ଦେଖିବା। ଯିବେ ନା ଯିବେନି? କହିଲେ ଯେତେବେଳେ ପାଠଟା ପଢିବ କେମିତି ପଢିବ? ତୋର ଲେଖା ହେଇଛି ଅକ୍ଷର, ପଢିବେ ରାମ ଘରେ ବାବା ଆଙ୍ଗୁଳି ଦେଇକି ପଢନ୍ତି, ରାମ ଶ୍ୟାମ ସୁଶାନ୍ତ ସୁର ଇତ୍ୟାଦି, ସୁକୁଟା ଇତ୍ୟାଦି ଆଙ୍ଗୁଳି ଦେଇକି। ଯାହାର ନାମ ଉପରେ ଅଙ୍ଗୁଷ୍ଠିପାତ ହେଲାନି, ଯାହାର ନାମ ଉପରେ ସାରେ ଆଙ୍ଗୁଠି ଚାଲିଲାନି, ଅର୍ଥାତ ତା ନାଁଟା ନାହିଁ, ତା ନାଁଟା ଥିଲେ ଆଙ୍ଗୁଠି ଚାଲିଥାନ୍ତା। ନାମ୍ବା ଯଦି ବଦିନି ଧର୍ମ କରିବା ଭଲ ନୁହେଁ। ମାଟା ବାନ୍ଧେଇବ, କିନ୍ତୁ କୁଳାଙ୍ଗାର ପୁଅ ଜନ୍ମ କରିବା ଭଲ ନୁହେଁ। ବିଚାର କରି ଶ୍ରୀମନ୍ତ ମଣ୍ଡଳୀ ଧ୍ୟାନ ଦେଇଥିବେ ସଜ୍ଜନ, ମଣିଷ ଜନ୍ମ ହେଇଛୁ ଯଦି ଭଲ ନ କରିବେ ତାହେଲେ ସେ ଜନ୍ମ ହେଲେ ଲାଭ କଣ? ସେ ଜନ୍ମ ହେଲେ ଲାଭ କଣ? ବଂଶାନ୍ତେ ବ୍ରାହ୍ମଣ ଆଉ ରୂପକୁ, ଯେତେବେଳେ ଗୋଟେ ବ୍ରାହ୍ମଣ ସହିତ ଶତ୍ରୁତା କରିବ, ଜାଣିଲ ଯେ ବ୍ରାହ୍ମଣ ସହିତ ମୋର ଶତ୍ରୁତା ହେଲା, ଜାଣିବ ଯେ ବଂଶଟା ମୋର ମୂଳେ ବୁଡିଗଲା। ବଂଶ ବୁଡ଼ିବାର ସଂକେତ ଦବ। ଆପଣ ମାନଙ୍କୁ ଅତି ବଡ଼ି ଜଗନ୍ନାଥ ଦାସ ଭାଗବତରେ କହିଲେ, କଣ କହିଲେ? ବ୍ରାହ୍ମଣ ଏତିକି ହବ, ତୋର ଏଇ ସହସ୍ର ଜୁନିମୟ ଦେହଟା ସହସ୍ର ଚକ୍ଷୁମୟ ଶରୀରରେ ରୂପାନ୍ତର ହବ। ଆଉ ଇଏ ଜନି ରହିବନି, ତ ଶରୀର ଭିତରେ ସହସ୍ର ଆଖି ଗୁଡାକ ହେଇଯିବ। ଆଉ ଶୁଣ, ତ ଶରୀର ଯଦି ସମ୍ପୂର୍ଣ୍ଣ ରୋଗମୁକ୍ତ ହୁଏ ତାହେଲେ ଗୋଟିଏ ବାଟ ଅଛି,
ଯଦି ଏକ ସମୟରେ ଠାକୁରଙ୍କର ତିନିଟା ରୂପକୁ ତୁ ଦେଖିବୁ ତାହେଲେ ତୋ ଶରୀର ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଯିବ। ହାତ ଯୋଡ଼ିଦେଲେ ସେଦିନ ଦେବରାଜ ଇନ୍ଦ୍ର ଦେବବରର ମାଙ୍କୁ ପଚାରିଲେ, ଦେବବରର ମା ଠାକୁରଙ୍କର କମୁ ତିନିଟା ରୂପ ମୁଁ ଦେଖିଲେ ଶରୀର ରୋଗମୁକ୍ତ ହେଇଯିବ। ବ୍ରହ୍ମା କହିଲେ ଠାକୁରଙ୍କର ଦେଖିବୁ ଗୋଟିଏ ବାଲ୍ୟ ରୂପ, ଆଉ ଗୋଟିଏ ଦେଖିବୁ ଐଶ୍ୱର୍ଯ୍ୟ ରୂପ, ଆଉ ଗୋଟିଏ ଦେଖିବୁ ମାଧୁର୍ଯ୍ୟ ରୂପ। ତିନିଟା ରୂପ ଏକା ସାଙ୍ଗରେ ବାଙ୍କ ଚଲିଆ, କଦମ୍ବ ମୂଲିଆ, ବାଛୁରୀ ଚୋରା, ରାଧାରାଣୀ ତୁତି ଚୋରା, ଗୌରୁଣୀ ମାଡ଼ ଖିଆ, କଂସ ହନଜା, ରସିକ ଶେଖର, କାଳିଆ ଠାକୁର, ନନ୍ଦ ନନ୍ଦନ ଦେବକୀ ହୃଦ ଚନ୍ଦନ, ତିନିଟା ରୂପକୁ ଏକ ସମୟରେ ଦେଖି ପାରିବୁ ତ ଦେହଟା ଭଲ ହେଇଯିବ, ରୋଗମୁକ୍ତ ହେଇଯିବ। ଦେବରାଜ ଇନ୍ଦ୍ର କହିଲେ, ହେ ନାରଦେ, ମୋ ବାଙ୍କ ଚଲିଆ ନନ୍ଦନନ୍ଦନ ଠାକୁର ବର୍ତ୍ତମାନ ଦ୍ୱାରକାପୁରରେ ରାଜା ହେଇଗଲାଣି। ତାର ବାଳକ ରୂପ ମୁଁ ଦେଖିପାରିବି ଯେ ବଡ ହେଇଗଲାଣି। ମା ଇଏ ସଞ୍ଜୁଟା ମୋର ବଡ ହେଲାଣି। ଯଦି କେହି ଜଣେ କହିବ ତ ବାଳକ ରୂପ ଦେଖା, ଇଏ ଛୋଟିଆ ଛୁଆ ରୂପ ଦେଖେଇ ପାରିବ? ଦେଖେଇ ପାରିବ। ବସନ୍ତ ସରିଲେ ଗାଏ ନା କୁକିଳ, ये बीतला दिन आसना ये वसंत सरिले गाए ना कुकिल,